ବହୁ ଚର୍ଚ୍ଚିତ କିନ୍ନର ହତ୍ୟା ଘଟଣାରେ ଆଜି ପୁରୀ ପୁଲିସକୁ ଗୋଟେ ବଡ଼ ସଫଳତା ମିଳିଛି। ବିଶେଷ କରି ଯଦି କହିବା ଯେଉଁ ସ୍ୱତନ୍ତ୍ର ଟିମ୍ ପାଖାପାଖି 10 ଦିନ ପରେ ଗତକାଲି ରାତିରେ ଏନକାଉଣ୍ଟର ମାଧ୍ୟମରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଥିଲା ଏବଂ ଆଜି ସିନ୍ କ୍ରିଏସନ୍ ମଧ୍ୟ କରାଯାଇଥିଲା ଯେତେବେଳେ କ'ଣ ପାଇଁ ହତ୍ୟାକାଣ୍ଡ ଘଟିଥିଲା ଏବଂ ହତ୍ୟାକାଣ୍ଡର କାରଣ ମଧ୍ୟ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପୁରୀ ଡିଏସ୍ପି ମଧ୍ୟ କହୁଥିଲେ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତେବେଳେ ଆଇନ ଶୃଙ୍ଖଳା ବିଗିଡ଼ି ଯାଇଥିବା କଥା ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା। ଏହି ସମୟରେ ଯେତେବେଳେ ଜଣେ କିନ୍ନରକୁ ସନ୍ଧ୍ୟା ସମୟରେ ଆକ୍ରମଣ କରାଯାଇଥିଲା ଏବଂ କେବଳ ଲୁଟ୍ ପାଇଁ ତାଙ୍କୁ ହତ୍ୟା କରାଯାଇଥିଲା, ନିଶ୍ଚିତ ରୂପେ ଇଏ ଗୋଟେ ବଡ଼ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହେଉଛି। ଏବଂ ଯେତେବେଳେ କେବଳ କିନ୍ନର ନୁହନ୍ତି ଏବଂ ସାଧାରଣ ଲୋକମାନେ ମଧ୍ୟ ଗୋଟେ ପ୍ରକାର ଭୟଭୀତ ହୋଇଛନ୍ତି। ଆମ ସହିତ ଯିଏ ରହିଛନ୍ତି କିନ୍ନର ମହାସଂଘର ରାଜ୍ୟ ନେତୃତ୍ୱ, ତାଙ୍କ ସହିତ ସିଧାସଳଖ ଆଲୋଚନା କରିବା। ଆଜ୍ଞା ଦେଖନ୍ତୁ, ଆପଣ ମଧ୍ୟ ଆଲୋଚନା କରୁଥିଲେ, ସରକାରଙ୍କୁ ମଧ୍ୟ ଗୋଟେ ଚାପ ପକାଉଥିଲେ, ଯେହେତୁ ଆପଣଙ୍କ ସଂଘର ଜଣେ ପିଲା କୁ ହତ୍ୟା କରାଯାଇଥିଲା, ଆପଣ ମଧ୍ୟ ଦାବି ରଖୁଥିଲେ। ଆଜି ପୋଲିସ ଗୋଟେ ଅଭିଯୁକ୍ତକୁ ଗିରଫ କରିଛି ଏବଂ ଜଣେ ମଧ୍ୟ ଡାକ୍ତରଖାନାରେ ଚିକିତ୍ସିତ। এই ঘটনাକୁ ଆପଣ କିଭଳି ଦେଖୁଛନ୍ତି? ନମସ୍କାର। ପ୍ରଥମତଃ ମୁଁ ଆପଣଙ୍କୁ ଏଠି କହି ରଖିବା ପାଇଁ ଚାହେଁ କି ସିଏ ଆମ ସଂଘର କୌଣସି ସଦସ୍ୟ ନୁହେଁ, ନା ସିଏ ଆମ କିନ୍ନର ସଂଘର ଯେଉଁ ରୀତିନୀତି ପରମ୍ପରା ଅଛି ତା ଭିତରେ ଆସୁଥିଲା। ବଟ୍ ସିଏ ଜଣେ କ୍ରସ୍ ଡ୍ରେସର୍, ଆଉ ଯେଉଁ ଗୁରୁମାନଙ୍କ ହେପାଜତରେ ଯେମିତି ସମସ୍ତେ ଯାହା କାମ କରୁଛନ୍ତି, ସିଏ ମଧ୍ୟ ସେ ନୂଆ ଆସିକି ସେ ଗୁରୁ ସହିତ କେବଳ କଥା ହେଇକି ସେ ଯାଇଛି 2-4 ଦିନ କେତେ ଜିନିଷ ଯାଇଛି, ଯାହାକୁ ଆମେ କେବେ ସ୍ୱଚ୍ଛତାରେ ଦେଖି ବି ନାହୁଁ। କିନ୍ତୁ ଯେତେବେଳେ ଏତେ ବଡ଼ ଗୋଟେ ସମ୍ବେଦନଶୀଳ କଥା ସେ ଆମ ପାଖରେ ଆଉ ନାହିଁ, ଦୀର୍ଘ 11 ଦିନ ହେଲା, 11 ଦିନ 12 ଦିନ ହେଇଯିବ। ତେଣୁ ତା'ର ସ୍ଥାନ ତ କେହି ପୂରଣ କରିପାରିବେ ନାହିଁ। କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଡିଜି, ଏସ୍ପି ପୁରୀ ଏବଂ IIC ଏବଂ ତାଙ୍କ ସହଯୋଗୀ ପିପି ଥାନା ସମସ୍ତଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରିବି କି 11 ଦିନ ଭିତରେ ଦୁର୍ଦ୍ଦାନ୍ତ ଅପରାଧୀ କୁ ଧରିଛନ୍ତି, 2 ଜଣଙ୍କୁ ଧରିଛନ୍ତି, ଜଣକୁ ଏନକାଉଣ୍ଟର କରିଛନ୍ତି। ଏଇଠି ମୁଁ ଆଉ ଗୋଟେ କଥା କହି ରଖିବା ପାଇଁ ଚାହେଁ କି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଗରେ ଟୋଟାଲ ଆମର କିନ୍ନର ସମୁଦାୟ ଆମେ ଗୋଟେ ଦାବି ରଖିଥିଲୁ କି କ୍ରାଇମବ୍ରାଞ୍ଚ ତଦନ୍ତ ହେଉ ଏବଂ ତା ପରିବାରକୁ 10 ଲକ୍ଷ ଟଙ୍କା ସହାୟତା ମିଳୁ। ଗୋଟେ କଥା ହେଉଛି କି 11 ଦିନ ଭିତରେ ପୋଲିସ ତା କାମ କରିଛି ଏବଂ ଏନକାଉଣ୍ଟର ମଧ୍ୟ କରିଛି, ଯେଉଁକି ଓଡ଼ିଶାରେ ବହୁତ କ୍ୱଚିତ ଆଉ ବହୁତ ବର୍ଷ ପରେ ହେଇଛି। ସେ ଦୁର୍ଦ୍ଦାନ୍ତ ଅପରାଧୀର ଲମ୍ବା ତାଲିକା ମଧ୍ୟ ପୁରୀ ଜିଲ୍ଲାର ବିଭିନ୍ନ ପୋଲିସ ଷ୍ଟେସନରେ ଅଛି। ଆଉ ଅଳ୍ପ କେତେଟା ଟଙ୍କା ପାଇଁ ସେ ଏଭଳି ହତ୍ୟା ଭଳିଆ ଜଘନ୍ୟ ଅପରାଧ କରିଛି। ତେଣୁ ତା ଉପରେ ଚାର୍ଜସିଟ୍ ସେଭଳିଆ ହେବା କଥା, କଠୋର ଦଣ୍ଡ ତା ପାଇଁ ହେବା କଥା ନିହାତି। ଏବଂ ସମସ୍ତ ଓକିଲ ବନ୍ଧୁ ଏବଂ ଆଡଭୋକେଟ୍ ବନ୍ଧୁମାନଙ୍କୁ ମୁଁ ଗୁହାରି କରିବି କି ଗୋଟେ କିନ୍ନର ଉପରେ ଯିଏ ଏଭଳି ଅତ୍ୟାଚାର କରିଛି, ନୃଶଂସ ଭାବରେ ହତ୍ୟା କରିଛି, ତା କେସ୍ କେହି ନ ଧରନ୍ତୁ। ଦେଖନ୍ତୁ, ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତେବେଳେ ଏଭଳି ଘଟଣା ଘଟୁଛି, ବିଭିନ୍ନ ସମୟରେ ଆପଣମାନେ ଦେଖୁଛନ୍ତି ପେଟ ପାଟଣା ପାଇଁ ମଧ୍ୟ ହେଉ, ଆପଣ ପିଲାମାନେ ମଧ୍ୟ ସନ୍ଧ୍ୟା ସମୟରେ ହେଉ, ରାତ୍ରି ସମୟରେ ହେଉ ମଧ୍ୟ ରାସ୍ତା ଉପରେ ଠିଆ ହେଉଛନ୍ତି। ଏଭଳି ଘଟଣା କେତେ ଭୟଭୀତ ଦେଇଛି ପିଲାମାନଙ୍କୁ ଏବଂ କେତେ ତାଙ୍କ ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନ ଉଠେଇଛି। ସତ କହିବାକୁ ଗଲେ 10-11 ଦିନ ହେଲା ବହୁତ, ଖାସ୍ କରିକି ସେଇ ଅଞ୍ଚଳରେ ଯାତାୟାତ ଚଳପ୍ରଚଳ କରୁଥିବା ପିଲାମାନେ ଯାଉନଥିଲେ କହିଲେ ଚଳେ। ଗତକାଲି ସମସ୍ତଙ୍କୁ ଗୋଟେ ଆଶ୍ୱସ୍ତି ମିଳିଛି, କହିଲେ ସମଗ୍ର ରାଜ୍ୟରେ ଥିବା ପିଲାମାନଙ୍କ ମନ ଭିତରେ ଗୋଟେ ଭୟ ବାତାବରଣ ଖେଳି ଯାଇଥିଲା। ସମସ୍ତେ ନିରାପଦ ମନେ କରୁଥିଲେ କେହି, ଏବଂ ସମଗ୍ର ରାଜ୍ୟରେ ବିକ୍ଷୋଭ ଆରମ୍ଭ ହୋଇଯାଇଥିଲା। ପ୍ରତ୍ୟେକ ଜିଲ୍ଲାରେ ମହମବତୀ ଶୋଭାଯାତ୍ରାକୁ ଧରିକି ବିଭିନ୍ନ ଏବଂ ରାଜ୍ୟ ସ୍ତରୀୟ ହଙ୍ଗର ଷ୍ଟ୍ରାଇକ୍ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଥିଲା। ତା ପୂର୍ବରୁ ପିପିଲି ପୋଲିସ ସେତେ ବଡ଼ କାର୍ଯ୍ୟ କରିକି ଦେଖେଇଛି। କିନ୍ତୁ ଏଠି ସରକାର ଯେଉଁଭଳି ଭାବରେ ବହୁତ ଦିନ ପରେ ଗୋଟେ ଅପରାଧୀକୁ ତୁରନ୍ତ ଧରିଛନ୍ତି, ପୁଣି ଏନକାଉଣ୍ଟର କରିକି ଅନ୍ୟ ଯେଉଁ ଅପରାଧ ଗୁଡ଼ା ହେଇଛି ସବୁ ତା ଉପରେ ମଧ୍ୟ ପରୋକ୍ଷ ତତ୍ତ୍ୱାବଧାନରେ ଆକ୍ସନ୍ ନେବା ଦରକାର। କୁହାଯାଉଛି 3 ଜଣ ଥିଲେ, 2 ଜଣ ଧରା ହୋଇଛନ୍ତି, ଆଉ ଜଣେ ମଧ୍ୟ ଏବେ ଫେରାର ରହିଛନ୍ତି। ଆପଣ ଭାବୁଛନ୍ତି ସେ ଯେଉଁ ପୋଲିସ ଯେଉଁ କଥା ମଧ୍ୟ କହୁଛି ଯେ କେବଳ ଏଇ ସନ୍ତାନୀ ପାଇଁ ବର୍ତ୍ତମାନ ଏଭଳି ଘଟଣା ଘଟିଛି, ନା ତା ଭିତରେ ଆଉ କିଛି କାରଣ ଥାଇପାରେ, ତାକୁ ବିଭିନ୍ନ ଦିଗକୁ ମଧ୍ୟ ପୋଲିସ ତଦନ୍ତ କରିବାର ଆବଶ୍ୟକତା ରହିଛି କି? ନା, ମୁଁ ଆପଣଙ୍କୁ ଏଇଠି କହି ରଖେ, ଯେଉଁଦିନ ସନ୍ଧ୍ୟାବେଳେ ଘଟଣା ହେଲା ସେବେଠାରୁ ପରଦିନ ପର୍ଯ୍ୟନ୍ତ
कम्युनिटीर सहित पूरा तन्न तन्न करके इन्वेस्टिगेशन करिछन पुलिस आपण जानथिबे कि जानथिबे कहि परिबे प्रत्येक दिन पुलिस स्टेशन में किन्नर मानकर गहली रहउतला सेमानकु पचरा उचरा सेमानकर टेलीफोन ट्रैकिंग सेमानकर वॉइस रिकॉर्ड एवरीथिंग का सहित कोन कथा छै सब तनखा परिचित एवं पुलिस मध्य और विभिन्न अन्य बहुत गुड़ी जिनिस उपर तदन करिछि केवल एटा नुहे तेणु तांको पाखरे जहाँ एविडेंस अच्छी एविडेंस थी से आधार में तब देखो विशेषकर आपण कौन माने पुलिस को सुरक्षा को नहीं जो आपण हूँ जे साधारण लोक हूँ राज्य में विभिन्न समय जो भाव में एवकार परिस्थिति आप देखुं आईन श्रृंखला जो बिगड़ी जाऊँगी ये कथा को सरकार केते गुरुत्व नवार आवश्यकता रही देखो आ पूर्वर इतिहास जदि देखा एपी थाना नुहे ओडिशार विभिन्न पुलिस स्टेशन में बहुत गुड़ी केस होती राजधानी समेत किंतु ए केस रे तो धन्यवाद ये जाऊँ मुझे कहली आउ थे कि पूरी एसपी और पीपीली टीम की बहुत दिन पर लगुच पुलिस एक्टिव है स्ट्रांग इन्वेस्टिगेशन करने आरंभ कर देखो सीधा सड़क जदि कह पूरी पुलिस एवं पिपिली पुलिस को धन्यवाद देते कारण विभिन्न समय आपत्ति अभियोग आसूला जे आईन श्रृंखला बिगड़ी जाइए पिपिली आईन श्रृंखला बिगड़ी जाइए किंतु गत 10 दिन तले जो घटना घटी जो घटना को बर्तमान पुलिस तरफ जो भाव में एक्शन नहीं निश्चित रूपे गोटे स्वागत पदक्षेप या द्वारा जो मैंने क्राइम कर निश्चित रूपे भय रही क्राइम कर निर्वृत्त रहे पूरी भुवनेश्वर देवाशीष सिंह द रूराल न्यूज ओडिया।